ଗ୍ୟାସ୍ ପେନ୍ସନ୍ ଟିକସ ଡିସେମ୍ବର 1 ବଦଳି ଯିବ ଏହି 5 ନିୟମ। ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି ନଭେମ୍ବର ମାସ। ତାପରେ ଆରମ୍ଭ ହେବ ନୂଆ ମାସ ଡିସେମ୍ବର। ତେବେ ନୂତନ ମାସ ଅନେକ ଆର୍ଥିକ ପରିବର୍ତ୍ତନ ଆଣିବ, ଯାହା ସିଧାସଳଖ ଆପଣମାନଙ୍କ ପକେଟକୁ ପ୍ରଭାବିତ କରିପାରେ। ଏହି ପରିବର୍ତ୍ତନ ଗୁଡ଼ିକ ମଧ୍ୟରେ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର, ପେନ୍ସନ୍, ଟିକସ ଏବଂ ଇନ୍ଧନ ସହିତ ଜଡ଼ିତ ନିୟମ ରହିଛି। ଡିସେମ୍ବର 1ରୁ 5ଟି ପ୍ରମୁଖ ନିୟମ ପରିବର୍ତ୍ତନ ହେଉଛି। ତେବେ 5ଟି ପରିବର୍ତ୍ତନ ଜାଣିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଓ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନ୍‌କୁ ଅନ୍ କରନ୍ତୁ। ଏହିଭଳି ନୂଆ ନୂଆ ଲାଟେଷ୍ଟ ଅପଡେଟ୍ ଆପଣମାନେ ଜାଣିପାରିବେ। ପ୍ରଥମ ପରିବର୍ତ୍ତନ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ। ସରକାର ପ୍ରାୟତଃ ମାସର ପ୍ରଥମ ତାରିଖରେ ଏଲ୍‌ପିଜି ମୂଲ୍ୟ ସଂଶୋଧନ କରନ୍ତି। ଏହି ପରିବର୍ତ୍ତନ କମର୍ସିଆଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପାଇଁ ପ୍ରଯୁଜ୍ୟ। ନଭେମ୍ବରରେ ତୈଳ କମ୍ପାନୀଗୁଡ଼ିକ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପାଇଁ ମୂଲ୍ୟ ସଂଶୋଧନ କରିଥିଲେ। ନଭେମ୍ବର 1ରେ 19 କିଲୋଗ୍ରାମ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 6.50 ଟଙ୍କା ହ୍ରାସ କରାଯାଇଥିଲା। ସେହିପରି ଇନ୍ଧନ ଗ୍ୟାସ୍ ମୂଲ୍ୟ ବହୁତ ଦିନ ଧରି ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ପରିବର୍ତ୍ତନ ୟୁପିଏସ୍ ଶେଷ ତାରିଖ। ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନ୍ସନ୍ ସ୍କିମ୍ ବାଛିବା ପାଇଁ ଶେଷ ତାରିଖ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର 30 ଥିଲା। ଯେକୌଣସି ସରକାରୀ କର୍ମଚାରୀ ଏନ୍‌ପିଏସ୍ ଏବଂ ୟୁପିଏସ୍ ମଧ୍ୟରୁ ବାଛିପାରିବେ। ଯଦି ଜଣେ ସରକାରୀ କର୍ମଚାରୀ ଏନ୍‌ପିଏସ୍ ଏବଂ ୟୁପିଏସ୍ ମଧ୍ୟରୁ ବାଛିବାକୁ ଚାହାନ୍ତି, ତେବେ ସେମାନଙ୍କୁ ନଭେମ୍ବର 30 ତାରିଖ ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପଡ଼ିବ। ଡିସେମ୍ବର 1 ପରେ ଏହି ସୁଯୋଗ ଉପଲବ୍ଧ ହୋଇନପାରେ। ତୃତୀୟ ପରିବର୍ତ୍ତନ ଲାଇଫ୍ ସାର୍ଟିଫିକେଟ୍। ତୃତୀୟ ପରିବର୍ତ୍ତନ ଲାଇଫ୍ ସାର୍ଟିଫିକେଟ୍ ଦାଖଲ। ପେନ୍ସନ୍ ଲାଭ ପାଇବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ। ନଭେମ୍ବର 30 ତାରିଖ ହେଉଛି ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିବାର ଶେଷ ତାରିଖ। ଲାଇଫ୍ ସାର୍ଟିଫିକେଟ୍ ଦାଖଲ ନ କଲେ ପେନ୍ସନ୍ ଉପଭୋକ୍ତାଙ୍କ ପେନ୍ସନ୍ ସ୍ଥଗିତ ରଖାଯାଇପାରେ। ଚତୁର୍ଥ ପରିବର୍ତ୍ତନ ଟିକସ ନିୟମ। ଯଦି ଆପଣଙ୍କ ଅକ୍ଟୋବରରେ ଟିଡିଏସ୍ କଟାଯାଇଥିଲା, ତେବେ ଆପଣଙ୍କୁ ଧାରା 194 ଆଇଏ, 194 ଆଇବି, 194 ଏମ୍ ଏବଂ 194 ଏସ୍ ଅନୁଯାୟୀ ଏକ ବିତରଣ ଦାଖଲ କରିବାକୁ ପଡ଼ିବ। ବିବରଣୀ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର 30 ତାରିଖ। ଏହା ସହିତ ଯେଉଁ ଟିକସଦାତାମାନଙ୍କୁ ଧାରା 92ଇ ଅନୁଯାୟୀ ରିପୋର୍ଟ ଦାଖଲ କରିବାକୁ ପଡ଼େ, ସେମାନେ ମଧ୍ୟ ନଭେମ୍ବର 30 ସୁଦ୍ଧା ଏହି କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ। ପଞ୍ଚମ ପରିବର୍ତ୍ତନ ସିଏନ୍‌ଜି, ପିଏନ୍‌ଜି ଏବଂ ଜେଟ୍ ଇନ୍ଧନ। ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସରେ ଏଲ୍‌ପିଜି, ସିଏନ୍‌ଜି, ପିଏନ୍‌ଜି ଏବଂ ଏଟିଏଫ୍‌ର ମୂଲ୍ୟ ସଂଶୋଧନ କରନ୍ତି। ଏହି ମାସରେ ଏଲ୍‌ପିଜି, ସିଏନ୍‌ଜି, ପିଏନ୍‌ଜି ଏବଂ ଜେଟ୍ ଇନ୍ଧନ ଏଏଫ୍‌ଟିର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇପାରେ।